ଆଜି ସକାଳ 6ଟା ବାଜିଥିଲା 10 ମିନିଟ୍। ମୁଁ ଉଠିକି ଚୁଲିଟାକୁ ଲିପି ଦେଇକି ଦେଖନ୍ତୁ ଚା ବସାଇ ଦେଇଛି। ଚା ମାନେ ପାଣି ସହିତ ଏପଟେ ଗୋଟେ ମାଙ୍କଡ଼ ଆସି ସକାଳୁ ଆମ ଗାଁ ମାନଙ୍କର ମାଙ୍କଡ଼ ବହୁତ ପାଲା କରୁଛନ୍ତି। ସକାଳ 6ଟା ହେଲା ମାତ୍ରେ ଆସିକି ବସି ପଡ଼ୁଛନ୍ତି ଘର ଉପରେ। ଆଉ ଯେଉଁ ଆଜବେଷ୍ଟକୁ ଟାଇଟ୍ ଘର ଯାହା ହେଇଥିବ, ଦେଖନ୍ତୁ ଏଇଠି ଆମର ଗୋଟେ ଚୁଇଁ ପାଇଁ କିଣା ହେଇଛି ଘୋଡ଼ାଟା। ଆଉ ସେ ଘୋଡ଼ାଟା ଏବେ ଅଣା ହେଇଛି। ତା ସହିତ ଦେଖନ୍ତୁ କେତେ ଆମ୍ବ ଅଣା ହେଇଛି। ଏଇଟା ଦେଶୀ ଆମ୍ବ ଆମ ଗଛରୁ। ଆଉ କେତେବେଳେ ଗଲେ ମୁଁ ଆମ ଗଛ ଗୁରା କେଉଁଠି ଅଛି ସବୁ ଭିଡ଼ିଓ କରିବି। ଏଇଠି ବି ଦେଖ ଘୋଡ଼ାଟା ଅଛି, ଖାଲି ଜବରଦସ୍ତି କହୁଛି ମୋତେ ଫୋନ୍ଟାକୁ ଦେ। ତାପରେ ଏବେ ଯିବା। ଏଇଟା ଆମ ଅଗଣା, ମାନେ ଆମ ଅଗଣା ସାଇଡ଼୍ରେ ଏଇଟା ଆମ ପିଣ୍ଡାରେ ଏଇ ସବୁ ଏଇ ଯେଉଁ ଆମ୍ବ ଗୁରା ଦେଖେଇଥିଲି, ଏଇଠି ସେ ଆମ୍ବ ଗୁରା ଅଛି। ତ କିଛି ଆମ୍ବ ପାଚିଛି, କିଛି ଆମ୍ବ କଞ୍ଚା ଅଛି। ଆଉ ଏଇଟା ସବୁ ଦେଶୀ ଆମ୍ବ କାଲି ପରା ହେଇକି ଅଣା ହେଇଛି। ଆଉ ଏଇଠି ଆମର ପାଚିଲା ଆମ୍ବକୁ ଚୋପା ଛଡ଼ାଇକି ପକାଇଛି, ତା ସହିତ ଏମିତି କରାହେଇଛି। ଏଇଠି ଆଚାର କରାହେଇଛି। ଏଇଠି ଆମର ଆମ୍ବ ସରା ପଡ଼ିଛି। ଆଉ ଏଇ ଆମ ଗୁହାଳ ଘର। ଏଇଠି ଆମର ଗୋଟେ ଗାଈ ଅଛି, ମାନେ ଆଉ 2ଟା ଗାଈ ବାହାରେ ବନ୍ଧା ହେଇଛନ୍ତି। ଆ ନା ଲକ୍ଷ୍ମୀ। ତ ଇଏ ଆମର କୁନି ଝିଅ ଅଛି, ମାନେ ଆମ ଚୁଇଁ ତାକୁ ଆଉଁଶୁଛି। ମାରାମାରି କିଛି ବି କରୁନି, ମୁଁ ବି ତାକୁ ଆଉଁଶି ଦିଏ ବେଳେବେଳେ। ଆଉ ଭିଡ଼ିଓ କରିଥିଲି, ଦେଖନ୍ତୁ ସିଏ ବି ଯାଇକି ଆଉଁଶୁଛି, ତାକୁ ବି କିଛି କରୁନି। ଆଉ ଯେହେତୁ ଏଇ ଗାଈ ମାରୁନି, ସେ ଡରୁନି, ତାକୁ ସବୁବେଳେ ସକାଳ ଉଠିଲେ